ତାମିଲନାଡୁର ଏକ ଘରୋଇ ସଂସ୍ଥାରେ ବାଲିଗୁଡାର ପ୍ରବାସୀ ଶ୍ରମିକ ବାଲିଗୁଡା ତାମିଲନାଡୁର ଏକ ଘରୋଇ କମ୍ପାନୀରେ କାମ କରୁଥିବା ବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡା ବିଜ୍ଞାପିତ ଅଞ୍ଚଳ 2 ନମ୍ବର ୱାର୍ଡ ଖଜୁରୀ ନାଳର ଜଣେ ପ୍ରବାସୀ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ନାମ ତ୍ରିନାଥ ଦିଗାଲ। ସୂଚନା ଅନୁସାରେ ସେ ଦୀର୍ଘ ବର୍ଷ ହେଲା ତାମିଲନାଡୁ ପୁଲନାକିନା ସଦୟା ଗାଇଟନ ୟୁଟି ମେଲାଇ ପେଟା ସହରର ଏକ ଘରୋଇ ମିଠା କମ୍ପାନୀରେ କାମ କରି ଆସୁଥିଲେ। କିନ୍ତୁ ଗତ ଏପ୍ରିଲ 1 ତାରିଖ ଦିନ କାମ କରିବା ସମୟରେ ବିଜୁଳି ଆଘାତ କାରଣରୁ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହି ଘଟଣା ପରେ ପ୍ରବାସୀ ଶ୍ରମିକଙ୍କ ମୃତଦେହକୁ ଗୁରୁବାର ଦିନ ଆମ୍ବୁଲାନ୍ସ ଯୋଗେ ତାମିଲନାଡୁରୁ ବାଲିଗୁଡା ପହଞ୍ଚିଥିଲା। ମୃତଦେହ ପହଞ୍ଚିଲା ପରେ ସାହିରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ମୃତକ ଶ୍ରମିକ ପରିବାରକୁ ସରକାରୀ ସହାୟତା ପାଇଁ ଦାବି ହୋଇଛି ପରିବାର ଲୋକଙ୍କ ପକ୍ଷରୁ। ସ୍ଥାନୀୟ ବାସିନ୍ଦା ଅମୟ ନାୟକ ମୃତ ପ୍ରବାସୀ ଶ୍ରମିକଙ୍କ ପରିବାରକୁ ଓଡ଼ିଶା ସରକାରଙ୍କ ପକ୍ଷରୁ ସହାୟତା ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି। କନ୍ଧମାଳରୁ ଭବାନୀ ଶଙ୍କର ଜେନାଙ୍କ ରିପୋର୍ଟ, ନିରପେକ୍ଷ ନ୍ୟୁଜ୍।